ଆପଣଙ୍କ ପାଖରେ ଟଙ୍କା ନାହିଁ ବୋଲି ଆପଣଙ୍କୁ ଲାଗିବ ଦଣ୍ଡ। ଯଦି ଆପଣଙ୍କ ପାଖରେ ପଇସା ନାହିଁ ତା ପାଇଁ ଆପଣ ଦୋଷୀ, ତା ପାଇଁ ଆପଣ ଗଣିବେ ଦଣ୍ଡ। ଆର୍ଥିକ ମିଳିବ ଦଣ୍ଡ ଆପଣଙ୍କୁ। ଆସନ୍ତାକାଲିଠୁ ନୂଆ ନିୟମ ମଝିରେ କିଛି ଦିନ ହେଇଥିଲା, ଚାଲିଛି ଏବେ ବି, ପୁଣି ଆଉ ଥରେ ତାକୁ ଲାଗୁ କରାଯିବ। ଯଦି ଆପଣଙ୍କ ପାଖରେ ପଇସା ନାହିଁ ତାହେଲେ ଆପଣ ଦଣ୍ଡ ଗଣିବେ, ଆର୍ଥିକ ଦଣ୍ଡ ସହିବେ। କାଲିଠାରୁ ଯୋଉ ନିୟମ ଲାଗୁ ହଉଛି ସେଥିରେ ଇଏ ଗୋଟେ, ଆପଣଙ୍କର ଆକାଉଣ୍ଟରେ ଯଦି ମିନିମମ୍ ବାଲାନ୍ସ ନାହିଁ ଆପଣ ଦଣ୍ଡ ଗଣିବେ। ଟଙ୍କା ନାହିଁ ବୋଲି ଆକାଉଣ୍ଟ ଖାଲି ଖାଲି ଅଛି ବୋଲି ତେବେ ଆପଣଙ୍କୁ ପଇସା ଦେବାକୁ ପଡିବ। ଏ ହଉଛି ନୂଆ ନିୟମ ଆମର। ଯୋଉ ଗରିବ ଗୁରୁବାଙ୍କ ଆକାଉଣ୍ଟ ଖୋଲି ଦେଇଛନ୍ତି, ସେଥିରେ ପଇସା ନ ପକେଇ ପାରିଲେ ଅଭାବ ଅନଟନ ପାଇଁ, ତଥାପି ସେମାନେ ପଇସା ଦେବେ, ମାନେ ପଇସା ନାହିଁ ବୋଲି ଦଣ୍ଡ ଦେବେ। ଇଏ ହଉଛି ଆମ ସରକାରଙ୍କ ନିୟମ। କୋଟିପତି ଲକ୍ଷପତି ମାନଙ୍କ କିଛି ଅସୁବିଧା ନାହିଁ, ସାଧାରଣ ଲୋକଟା କଣ କରିବ? ଜୀବନଟା ତ ଚାଲିଛି ଆମର ଇଏମଆଇ ରେ। କେତେବେଳେ କୋଉଠି କଟି ଯାଉଛି, ବାଇକ୍ ଲୋନରେ 3,000 ଟଙ୍କା କଟି ଯାଉଛି, ଇଲେକ୍ଟ୍ରିକ ବିଲ୍ ଦବାକୁ ପଡୁଛି, ଘର ଭଡା ଦବାକୁ ପଡୁଛି, ଇତ୍ୟାଦି ଇତ୍ୟାଦି ଅଛି। ତା ଭିତରେ ଯଦି ଆକାଉଣ୍ଟ ଖାଲି ହେଇଗଲା, କୌଣସି ବାଇକ୍ ର ଯଦି ଇଏମଆଇ ଟା କଟି ବି ଗଲା, ଆକାଉଣ୍ଟର ମିନିମମ୍ ବାଲାନ୍ସ ନ ରହିଲା, ଆପଣ ଦେବେ ଆର୍ଥିକ ଦଣ୍ଡ। ବାରେ ବାହ, କି ନିୟମ ଅଛି! ଯଦି ଆପଣ ମାନେ ଆକାଉଣ୍ଟ କମ ଥିଲେ ଦଣ୍ଡ ନଉଛନ୍ତି, ଅନ୍ତତଃ ପକ୍ଷେ ସେମିତି ସୁବିଧା ବି ତ ଦିଅନ୍ତୁ। ଯଦି ଆମେ ଯାଉଛୁ ଏଟିଏମ୍ କୁ ପଇସା କାଢିବା ପାଇଁ, ଯଦି ଏଟିଏମ୍ ରେ ପଇସା ନାହିଁ ତାହେଲେ ଦିଆଯାଉ ଦଣ୍ଡ। ଯଦି ଡିପୋଜିଟ୍ କରିବାକୁ ଯାଉଛୁ, ଯୋଉ ଡିପୋଜିଟ୍ ମେସିନ୍ ଅଛି ସିଏ ଯଦି କାମ କଲାନି ତାହେଲେ ବ୍ୟାଙ୍କ ଦଉ ଆମକୁ ଦଣ୍ଡ। ଯଦି ଆମର ସର୍ଭର ଡାଉନ ପାଇଁ ଆମର ପଇସା ଟ୍ରାଞ୍ଜାକ୍ସନ ହେଇପାରିଲାନି ତାହେଲେ ମିଳୁ ଦଣ୍ଡ। ଏସବୁ ଦଣ୍ଡ ନାହିଁ, ମାନେ କୌଣସି ବ୍ୟାଙ୍କ ବାଲା କି କୌଣସି ସଂସ୍ଥାକୁ ଦଣ୍ଡ ମିଳିବ ନାହିଁ। ଦଣ୍ଡ କେବଳ ସାଧାରଣ ଜନତାଙ୍କ ପାଇଁ। ଇଏ କି ନିୟମ? ମୋ ପାଖରେ ପଇସା ନାହିଁ, ମୋ ଆକାଉଣ୍ଟ, ଦଣ୍ଡ ନଉଛ, ମତେ ସେମିତି ସୁବିଧା ବି ମିଳୁ। ତା ଛଡା ଯଦି ମୋ ପାଖେ ପଇସା ନାହିଁ, ତା ପାଇଁ ମୁଁ କାହିଁ ଦଣ୍ଡ ଦେବି? ତା ପାଇଁ କାହିଁ ଜୋରିମାନା ଦେବି? ପଇସା ନାହିଁ ମୋ ପାଖେ, ମୋ ରୋଜଗାର ଯାହା କରୁଛି ମତେ ଅଣ୍ଟୁନି, ମୋ ପେଟ ପୁରୁନି, ତଥାପି ପଇସା ଦେବି। ଇଏ କୋଉ ପ୍ରକାର ମାନସିକତା? ଏଇ ପଇସା ସବୁ ଗରିବ ଗୁରୁଙ୍କ ପାଖରୁ ଯିବ। ଧନୀଙ୍କର ତ ପଇସା ଥାଏ ସବୁବେଳେ, ଅଭାବ ନାହିଁ ତାଙ୍କର। ପ୍ରତି ମାସରେ 200 300 ଯେତେ ଯାହା ଧାର୍ଯ୍ୟ କରିଛନ୍ତି ସେତିକି ପଇସା କାଟି ନେବେ। ତା ମାନେ ଲୋକ ଆକାଉଣ୍ଟ ତ ବନ୍ଦ କରିବା ବାଧ୍ୟ ହବ, ସେ କଣ ଦରକାର ତାକୁ? ଏ ନିୟମ ପ୍ରତି ଟିକେ ଚିନ୍ତା କରନ୍ତୁ। ଗରିବ ଗୁରୁବାଙ୍କ ତଣ୍ଟି ଚିପିବାରୁ ଅନ୍ତତଃ ଆପଣ ଟିକେ ଚିନ୍ତା କରିବା କଥା। ଜୀବନ ଚାଲିଛି ଇଏମଆଇ ରେ।